ଯେ ଯାଇଛି ତାକୁ ଯିବାକୁ ଦିଅ। ପ୍ରେମରେ ଭିକ ମାଗିବା ବନ୍ଦ କରିଦିଅ। କାହାକୁ ଅଧିକ ମହତ୍ଵ ଦେଇ କେବେ କାହା ପାଇଁ ଅପସନ୍ ହୁଅ ନାହିଁ। ନଚେତ୍ ତୁମେ ଏପରି ସାଇଡ୍ ହେବ ଯେମିତି ତୁମର କିଛି ଭ୍ୟାଲୁ ହିଁ ନାହିଁ। ଆପଣଙ୍କ ସମ୍ମାନ ସେହି ସତ୍ୟରେ ନୁହେଁ ଯାହା ଆପଣଙ୍କ ଉପସ୍ଥିତିରେ କୁହାଯାଇଛି, ବରଂ ସେହି ଶବ୍ଦରେ ଥାଏ ଯାହା ଆପଣଙ୍କ ଅନୁପସ୍ଥିତିରେ ହିଁ କୁହାଯାଇଥାଏ। ନିଜର ସାହସକୁ କେବେ ବି ଏହା କୁହ ନାହିଁ ଯେ ତୁମର ସମସ୍ୟା କ'ଣ, ବରଂ ତୁମ ସମସ୍ୟାକୁ ଏହା କୁହ ତୁମ ସାହସ କେତେ। ମରିବା ପରେ ତ ଭଲ ଲୋକ ଥିଲା ଏପରି ଅନେକ ଲୋକ କୁହନ୍ତି। ଦୁଃଖ ତ ଏଇଆ, ମଣିଷକୁ ମରିବାକୁ ପଡ଼ୁଛି। ଯେତେବେଳେ କି ବଞ୍ଚିଥିବା ସମୟରେ କେହି ସାହାରା ଦିଅନ୍ତି ନାହିଁ। କାହା ଭରସାରେ ବସି ରୁହନ୍ତୁ ନାହିଁ। କାହା ଗୋଡ଼ ତଳେ ପଡ଼ି ସଫଳ ହେବା ବଦଳରେ ନିଜ ଗୋଡ଼ରେ ଚାଲି ସଫଳତା ହାସଲ କରନ୍ତୁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, କାହାକୁ କିଛି ଦେଇକି ଅହଙ୍କାର କର ନାହିଁ। କିଏ ଜାଣେ ତୁମେ ଦେଉଛ ନା ପୂର୍ବ ଜନ୍ମର କରଜ ଏ ଜନ୍ମରେ ଶୁଝୁଛ। ପୋଷାକ ଆଉ ଚେହେରା ପ୍ରାୟତଃ ମିଛ କହିଥାନ୍ତି। ମଣିଷର ବାସ୍ତବତା ତ ସମୟ ହିଁ ବତେଇଥାଏ। ବଡ଼ ସିଏ ହୋଇଥାଏ ଯାହାର କର୍ମ ବଡ଼ ହୋଇଥାଏ। ବଡ଼ ସିଏ ହୋଇଥାଏ ଯେ ଜୀବନରେ କିଛି ବଡ଼ ଉପଲବ୍ଧି ହାସଲ କରିଥାଏ। ବଡ଼ ବଡ଼ କଥା ତ ସମସ୍ତେ କହିପାରିବେ, କିନ୍ତୁ ପ୍ରକୃତରେ ବଡ଼ କେବଳ ସିଏ ହୋଇପାରନ୍ତି ଯେ କଥାରେ ନୁହେଁ କାମରେ ମାହିର ହୋଇଥାନ୍ତି। ଦୁନିଆରେ କିଛି ଲୋକ ଏମିତି ବ୍ୟବହାର କରନ୍ତି ଯେମିତିକି ସେ ଆପଣଙ୍କୁ ସାହାଯ୍ୟ କରୁଛନ୍ତି, କିନ୍ତୁ ବାସ୍ତବତା କିଛି ଅଲଗା ହୋଇଥାଏ। ସବୁ ଦୁଃଖ ଦୂର ହେବା ପରେ ମନ ପ୍ରସନ୍ନ ହେବ, ଏହା ଭ୍ରମ ହୋଇଥାଏ। ମନକୁ ପ୍ରସନ୍ନ ରଖ, ସବୁ ଦୁଃଖ ଆପେ ଆପେ ଦୂର ହୋଇଯିବ। ତୁମେ ନଥିଲ, ଦୁନିଆ ଥିଲା। ତୁମେ ଦିନେ ଚାଲିଯିବ, ତଥାପି ଦୁନିଆ ଥିବ। ତୁମେ ଥିବା କି ନଥିବାରେ ଦୁନିଆକୁ କିଛି ଫରକ ପଡ଼ିବ ନାହିଁ। ହଁ, ଯଦି ଆଜି କିଛି ଏପରି କର ଯାହା ତୁମକୁ ଭବିଷ୍ୟତରେ ମହାନ କରିଦେବ, ତେବେ ନିଶ୍ଚିତ ତୁମେ ନଥିଲେ ଦୁନିଆକୁ ଫରକ ପଡ଼ିବ। ସଫଳ ହେବା ପାଇଁ ବଞ୍ଚ ଏବଂ ଆଜିର ବର୍ତ୍ତମାନକୁ ଆନନ୍ଦରେ ଉପଭୋଗ କର। ନିଜର କଷ୍ଟକୁ ମୋଟିଭେସନ୍ କର ଆଉ ଦେଖ ତୁମକୁ କିଏ ରଖୁଛି ସକ୍ସେସ୍ ହେବାରୁ। ଯେବେ ଆପଣ ଅନ୍ୟ ଲୋକଙ୍କ ପାଇଁ ଭଲ ଚାହିଁଥାନ୍ତି ତ ସେହି ଜିନିଷ ଆପଣଙ୍କ ଜୀବନରେ ଫେରି ଆସିଥାଏ। ଏହା ହିଁ ପ୍ରକୃତିର ନିୟମ ଅଟେ। ପ୍ରେମ କରିବା ପୂର୍ବରୁ ମଧ୍ୟ ଠିକ୍ ସେ ପରଖିନିଅ ତା ବିଷୟରେ। ସମ୍ପୂର୍ଣ୍ଣ ଜାଣିନିଅ, ତାପରେ ତାକୁ ହୃଦୟରେ ଜାଗା ଦିଅ। ନହେଲେ କାନ୍ଦିବ, ଆଖିରେ ଲୁହ ତ ଥିବ, କିନ୍ତୁ ପୋଛିବା ପାଇଁ କେହି ନିଜ ଲୋକ ନଥିବ। ଯଦି କେବେ ଭଲ ଲୋକଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ ତାହେଲେ କ୍ଷମା କରିଦିଅନ୍ତୁ, କାରଣ ଭଲ ଲୋକଙ୍କ ମୂଲ୍ୟ କେବେ କମ୍ ହୁଏ ନାହିଁ। ଯେମିତି ଖଣ୍ଡେ ସୁନା ଅଳିଆରେ ପଡ଼ିଲେ ମଧ୍ୟ ତାର ମୂଲ୍ୟ କେବେ କମ୍ ହୁଏ ନାହିଁ। ଭାଗ୍ୟଠାରୁ ଯେତେ ଆଶା ରଖିବ ସେ ସେତେ ନିରାଶ କରିବ। କର୍ମ ଉପରେ ବିଶ୍ୱାସ ରଖ, ଆପଣଙ୍କୁ ଆପଣଙ୍କ ଅପେକ୍ଷା ଠାରୁ ସର୍ବଦା ଅଧିକ ମିଳିବ। ସବୁ ଲୋକଙ୍କ ଭିତରେ ନିଜର ଶକ୍ତି ଆଉ ଦୁର୍ବଳତା ରହିଥାଏ। ଯେମିତି ମାଛ ଜଙ୍ଗଲରେ ଦୌଡ଼ି ପାରେ ନାହିଁ, ସିଂହ ପାଣିରେ ରାଜା ହୋଇପାରେ ନାହିଁ। ଏଥିପାଇଁ ଗୁରୁତ୍ୱ ସମସ୍ତଙ୍କୁ ଦେବା ଉଚିତ। ଯାହାକୁ ତୁମେ ସମୟ ଦେବ ସେ ତୁମକୁ ମହତ୍ଵ ଦେବ ନାହିଁ, ଆଉ ଯାହାକୁ ତୁମେ ମହତ୍ଵ ଦେବ ସେ ତୁମକୁ ସମୟ ଦେବ ନାହିଁ। ସେଥିପାଇଁ ସମୟ ନିଜକୁ ଦିଅ, ନିଜକୁ ଉତ୍ତମ ବନାଅ, ନିଜକୁ ମହତ୍ଵପୂର୍ଣ୍ଣ ବନାଅ। ଦେଖିବ ତୁମେ କାହାକୁ ସମୟ ଦିଅ କି ନ ଦିଅ, ତୁମ ପାଇଁ ସମସ୍ତେ ଅପେକ୍ଷା କରିବେ। ତୁମେ କାହାକୁ ମହତ୍ଵ ଦିଅ କି ନ ଦିଅ, ସମସ୍ତେ ତୁମକୁ ଇଜ୍ଜତ ଦେବେ। କାରଣ ଏହି ସ୍ୱାର୍ଥପର ଦୁନିଆରେ ସ୍ୱାର୍ଥୀ ସମ୍ପର୍କୀୟମାନେ ନିଜ
ନିଜର ସେଇଠି ହୁଅନ୍ତି ଯେଉଁଠି ସେମାନଙ୍କର ଫାଇଦା ଥାଏ।